ଖରାରେ ଆଚ୍ଛାଦିତ ଆଭମ ଆକାଶ, ତପ୍ତ ସୂର୍ଯ୍ୟାଲୋକର ସୁନେଲି ଖରାରେ ଆଚ୍ଛାଦିତ ଆଭମ ଆକାଶ। ହେଲେ ମୋ ଘରେ ସତେକି ନିରନ୍ଧକ ମିଶ୍ରା ଘେରା ବେଦରତି କାଳରାତ୍ରି, ସତେକି ନିରନ୍ଧକ ମିଶ୍ରା ଘେରା ବେଦରତି କାଳରାତ୍ରି। ଶ୍ମଶାନ ଅପେକ୍ଷାରତ ସ୍ୱାମୀଙ୍କ ମୃତ ଶରୀର ପାଖେ ଅଶ୍ରୁସେନ ମୁଁ ପ୍ରାୟ ଅଚଳ ହୁଏ। ପାଖରେ ମୋର ଜରାଗ୍ରସ୍ତ ଶାଶୁ ଶ୍ୱଶୁର, କୋଳରେ ଯମଜ କନ୍ୟା ଶିଶୁ। ପିତୃଦତ୍ତ ସବୁ ଗହଣା ଗାଣ୍ଠି ବିକ୍ରି ସରିଛି, ପିତୃଦତ୍ତ ସବୁ ଗହଣା ଗାଣ୍ଠି ବିକ୍ରି ସରିଛି। ଜମିବାଡ଼ି କହିଲେ ଏବେ ଗୁଣ୍ଠସୁ ବିଶ୍ୱାସ ଆସେ, ଖାଲି ଯାହା ମୁଣ୍ଡ ଗୁଞ୍ଜିବାକୁ ଘର ନିହଟି। ମୋର ସମସ୍ତ ସନ୍ତକ ହରାଇ ତାଙ୍କୁ ବଞ୍ଚାଇ ପାରିଲିନି, ମୋର ସମସ୍ତ ସନ୍ତକ ହରାଇ ତାଙ୍କୁ ବଞ୍ଚାଇ ପାରିଲିନି ସେ ଦୁରାରୋଗ୍ୟ ରୋଗରୁ। ଏବେ ଶବ ସତ୍କାର ପାଇଁ ଆଠଣି ଦିଏବି ନାହିଁ, ଏବେ ଶବ ସତ୍କାର ପାଇଁ ଆଠଣି ଦିଏବି ନାହିଁ। ହେଲେ ତା ସତ୍ତ୍ୱେ ବି ମତେ ଗଙ୍ଗା କୁଳିଆକୁ ଭୋଜନ ଦେବାକୁ ହେବ। ପ୍ରତ୍ୟେକ ଏକାଦଶାହ ପର୍ଯ୍ୟନ୍ତ ବ୍ରାହ୍ମଣ ଭୋଜନ ପାଇଁ ଭୋଜିର ଆୟୋଜନ କରିବାକୁ ହେବ। ପଡ଼ିଶାଙ୍କୁ ଘାଟକୁ ଡାକି ଶୁଦ୍ଧି ହେବାକୁ ପଡ଼ିବ। ବନ୍ଧୁ ପରିଜନକୁ ତୁଠକୁ ଡାକି ନୂଆ ଲୁଗା ପିନ୍ଧେଇ କର୍ମ କରିବାକୁ ପଡ଼ିବ। ବନ୍ଧୁ ପରିଜନକୁ ନୂଆ ଲୁଗା ଦେଇ ମତେ ଶୁଦ୍ଧି ହେବାକୁ ପଡ଼ିବ। ହେଲେ କେଉଁଠି ଏକ ଆର୍ତ୍ତସ୍ୱର ମତେ ବାରମ୍ବାର ପ୍ରଶ୍ନ କରେ, କେଉଁଠି ଏକ ଆର୍ତ୍ତସ୍ୱର ମତେ ବାରମ୍ବାର ପ୍ରଶ୍ନ କରେ, କାହିଁକି ମୃତ୍ୟୁ ଭୋଜି, କାହିଁକି ପ୍ରୀତି ଭୋଜନ, ଏ ସୁଖର ଭୋଜିର ଆୟୋଜନ? ନିଜର ସର୍ବସ୍ୱ ହରାଇ ଗଣ୍ଡେ ଦାନା ପାଇଁ ଡହଳ ବିକଳ ହେଉଥିବା ବେଳେ ଏ ସମାଜର ଭୟରେ, ବଦନାମ ଭୟରେ ମୁଁ ଭୋଜିର ଖର୍ଚ୍ଚ କରିବାକୁ ବାଧ୍ୟ। ବୋଧ ହୁଏ ବୋଝ କଲେ ନଳିତା ବିଡ଼ା ପରି। ମୃତ୍ୟୁ ପରେ କିଏ କହିବ ଯେ କଣ ହୁଏ, ମୃତ୍ୟୁ ପରେ କିଏ କହିବ ଯେ କଣ ହୁଏ? ହେଲେ ଏସବୁ ଧର୍ମର ନାଁ ନେଇ ବଞ୍ଚିଥିବା ଲୋକଙ୍କୁ ଜି ଥାଉ ଥାଉ ହତ୍ୟା ନୁହେଁ କି ଅଦେଖା ପୁଣ୍ୟ ନାମରେ ଆଖି ଦେଖା ପାପ, ଜୋର କରି ସଂସ୍କାର ପରମ୍ପରା ନାମରେ ଲଦି ଦିଆଯାଉଥିବା ଏକ କୁସଂସ୍କାର ନୁହେଁ କି? ଇଏ ମୃତ୍ୟୁ ଭୋଜି, ମୃତ୍ୟୁର ଆଉ ଏକ ରୂପ। ଏ ମୃତ୍ୟୁ ଭୋଜି ମୃତ୍ୟୁର ଆଉ ଏକ ରୂପ, ଯାହା ମୃତ୍ୟୁ ପରେ ଆତ୍ମୀୟ ସ୍ୱଜନଙ୍କର ସମାଜ ଦ୍ୱାରା ସ୍ଥିରୀକୃତ ଆଉ ଏକ ମୃତ୍ୟୁଦଣ୍ଡ ନୁହେଁ କି? ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ପ୍ରତିଛବି ହୋଇଛି ସମାଜର ଟ୍ରେନ୍ ପାଇବାକୁ ଥିବା ବା ଟ୍ରେନ୍ ଥିଲା ବାଲା ଆଉ ନଥିଲା ବାଲାର ଇଏ ମୃତ୍ୟୁ ଭୋଜି, ଧନ୍ୟବାଦ।